ଆଜି ଆମେ ପଢ଼ିବା ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ। କ'ଣ ଚ୍ୟାଲେଞ୍ଜେସ୍ ଅଛି ମାନେ ନେସନ୍ ବିଲ୍ଡିଂରେ ସେଇଟା ଆମେ ପଢ଼ିବା। ରାଷ୍ଟ୍ର ନିର୍ମାଣର ଅର୍ଥ ଓ ପ୍ରକୃତି। ରାଷ୍ଟ୍ର ନିର୍ମାଣ ହେଉଛି ଏକ ସଚେତନ ଓ ଯୋଜନାବଦ୍ଧ ରାଜନୈତିକ ପ୍ରକ୍ରିୟା ଯାହା ରାଷ୍ଟ୍ରର ସର୍ବବିଧ ମଙ୍ଗଳ କାମନା କରେ। ରାଷ୍ଟ୍ର ନିର୍ମାଣ ସମାଜର ଗୁଣାତ୍ମକ ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରେ। ଏହା ଭାବଗତ ସଂହତି ସହିତ ବସ୍ତୁଗତ ବିକାଶ ଏକତ୍ର ହାସଲ କରିବାକୁ ଚାହେଁ। ରାଜନୈତିକ ରାଷ୍ଟ୍ର ଓ ଆବେଗମୟ ଜାତୀୟତାର ମିଶ୍ରଣ ଫଳରେ ଆଧୁନିକ ରାଷ୍ଟ୍ର ବା ଜାତିରାଷ୍ଟ୍ର ନିର୍ମାଣ କରିବା ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟ। ରାଷ୍ଟ୍ର ନିର୍ମାଣ ଏକ ପରସ୍ପର ସମ୍ପର୍କିତ ସାମଗ୍ରିକ ପ୍ରକ୍ରିୟା ଯାହା ଏକକାଳୀନ ରାଷ୍ଟ୍ରର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆବଶ୍ୟକ କରେ। ତେଣୁ ରାଷ୍ଟ୍ର ନିର୍ମାଣ କହିଲେ ସାମଗ୍ରିକ ଭାବେ ରାଜ୍ୟ ନିର୍ମାଣ, ସରକାର ନିର୍ମାଣ, ଅର୍ଥନୀତି ନିର୍ମାଣ, ସମାଜ ନିର୍ମାଣ, ନାଗରିକ ନିର୍ମାଣ ଆଦିକୁ ବୁଝାଏ। ରାଷ୍ଟ୍ର ନିର୍ମାଣ ହେଉଛି ଏକ ପ୍ରଗାଢ଼ ସାମାଜିକ ବିପ୍ଳବ ଯେଉଁଥିରେ ସ୍ୱାଧୀନ ରାଜନୈତିକ ଭୂଖଣ୍ଡର ଜନସାଧାରଣ ସେମାନଙ୍କ ପାରମ୍ପରିକ, ଆଞ୍ଚଳିକ ଓ ସଂକୀର୍ଣ୍ଣ ଆନୁଗତ୍ୟକୁ ଦମନ ବା ପରିତ୍ୟାଗ କରି ସମୂହ ଭାବେ ନିଜର ମାତୃଭୂମି ପ୍ରତି ଆନୁଗତ୍ୟ ପ୍ରକାଶ କରନ୍ତି ଏବଂ ରାଷ୍ଟ୍ରର ସାର୍ବଭୌମ କ୍ଷମତା ଓ ପ୍ରଭୁତ୍ୱକୁ ସ୍ୱୀକାର କରି ମହାଜାତୀୟ ସ୍ରୋତରେ ସାମିଲ ହୁଅନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ଅଧିମାନ୍ୟ ଅଗ୍ରାଧିକାର ଭିତ୍ତିରେ ଲକ୍ଷ୍ୟମାନ ସ୍ଥିର କରାଯାଏ। ସେସବୁ ହାସଲ କରିବା ନିମନ୍ତେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ। ଏକ ପୂର୍ଣ୍ଣାଙ୍ଗ ଓ ସଫଳ ରାଷ୍ଟ୍ର ନିର୍ମାଣ ପାଇଁ ଗୋଟିଏ ଆଧୁନିକ ରାଷ୍ଟ୍ର 6ଗୋଟି ସଙ୍କଟ 6 କ୍ରାଇସିସ୍ କିମ୍ବା ପରୀକ୍ଷଣ ଟେଷ୍ଟସ୍ ଅତିକ୍ରମ କରିବା ଆବଶ୍ୟକ। ମାନେ ଟେଷ୍ଟସ୍ ବା 6 କ୍ରାଇସିସ୍ ଗୋଟେ ରାଷ୍ଟ୍ର ନିର୍ମାଣ ପାଇଁ ଦରକାର। କ'ଣ? ଏକରେ ହେଲା ପରିଚୟ ବା ଆଇଡେଣ୍ଟିଟି, ଦୁଇରେ ହେଲା ବିଧି ସଙ୍ଗତି ବା ଲେଜିଟିମେସି, ତିନିରେ ହେଲା ଅନ୍ତଃ ପ୍ରବେଶ ପେନିଟ୍ରେସନ୍, 4 ହେଲା ଅଂଶଗ୍ରହଣ ପାର୍ଟିସିପେସନ୍, 5ରେ ହେଲା ସଂହତି ଇଣ୍ଟିଗ୍ରେସନ୍, 6ରେ ହେଲା ବିତରଣ ବା ଡିଷ୍ଟ୍ରିବ୍ୟୁସନ୍। ଏଇ 6ଟା ସଙ୍କଟ ବା ଟେଷ୍ଟସ୍ ମାନେ ଗୋଟେ ପୂର୍ଣ୍ଣାଙ୍ଗ ଓ ସଫଳ ରାଷ୍ଟ୍ର ନିର୍ମାଣ ପାଇଁ ଦରକାର ବା ଆବଶ୍ୟକ। ଆଇଡେଣ୍ଟିଟି କ'ଣ ବା ପରିଚୟ କ'ଣ? ସେ କହୁଛି ଜାତି, ଉପଜାତି, ଗୋଷ୍ଠୀ, ସମ୍ପ୍ରଦାୟ ଆଦିର କର୍ତ୍ତୃତ୍ୱରୁ ମୁକ୍ତ ହୋଇ ଜନସାଧାରଣ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତା ସ୍ୱୀକାର କରିବା ଏବଂ ଜାତୀୟ ସ୍ୱାର୍ଥ ମଧ୍ୟରେ ନିଜ ସ୍ୱାର୍ଥର ପରିଚୟ ପ୍ରାପ୍ତ ହେବା। ସେ କହୁଛି ତାଙ୍କର ମାନେ ପରିଚୟଟା କ'ଣ? ସେ କେଉଁ ଜାତିର, କେଉଁ ଉପଜାତିର, କେଉଁ ଗୋଷ୍ଠୀର, କେଉଁ ସମ୍ପ୍ରଦାୟର କର୍ତ୍ତୃତ୍ୱରୁ ମୁକ୍ତ ହୋଇ ସଂକୀର୍ଣ୍ଣ ଚିନ୍ତାଧାରାରୁ ମୁକ୍ତ ହୋଇ ଜନସାଧାରଣ କ'ଣ କରିବ? ରାଷ୍ଟ୍ରର ସ୍ୱାର୍ଥ, ଜାତୀୟ ସ୍ୱାର୍ଥକୁ ବେଶୀ ମାନେ କ'ଣ କରିବ? ଫୋକସ୍ କରିବ, ସର୍ବୋଚ୍ଚ କ୍ଷମତା ସ୍ୱୀକାର କରିବ ଏବଂ ଜାତୀୟ ସ୍ୱାର୍ଥ ମଧ୍ୟରେ ନିଜ ସ୍ୱାର୍ଥର ପରିଚୟ ପ୍ରାପ୍ତ ହେବା। ମାନେ କହିବା କଥା ହେଲା ସଭିଏଁ ଭଲରେ ରହିଲେ ନିଜେ ଆମେ ଭଲରେ ରହିବା। ଯଦି ଦେଶରେ ଯେଉଁ କୁହନ୍ତି ଦେଶରେ ପଡ଼ିଲେ ହିଂସରେ ପଡ଼େ, ତା ମାନେ ହେଲା ଯଦି ଆମ ଦେଶ ସାରା ସମସ୍ତେ ଭଲରେ ରହିବେ ଆମେ ବି ସେଇ ଭିତରେ ଭଲରେ ରହିବା। ବୁଝିପାରିଲ ନା? ସେଇଟା ହେଉଛି ପରିଚୟ। ତାପରେ 2ରେ ହେଲା ବିଧି ସଙ୍ଗତି ବା ଲେଜିଟିମେସି। ଶାସନ ପ୍ରଣାଳୀରେ ସନ୍ତୁଷ୍ଟ ଜନସାଧାରଣ ଯଦି ତାହାକୁ ଉଚିତ ମନେ କରନ୍ତି ଏବଂ ତାହା ପ୍ରତି ମନସ୍ତାତ୍ତ୍ୱିକ ଓ ସ୍ୱତଃସ୍ଫୂର୍ତ୍ତ ସମର୍ଥନ ପ୍ରଦାନ କରନ୍ତି। ତାପରେ ଅନ୍ତଃ ପ୍ରବେଶ ବା ପେନିଟ୍ରେସନ୍। ଉପଯୋଗିତା ଓ ଧାରାବାହିକତା ସୁନିଶ୍ଚିତ କରିବା ନିମନ୍ତେ ଶାସକ ଓ ଶାସିତମାନଙ୍କ ମଧ୍ୟରେ ଫାଙ୍କ କିପରି ସଙ୍କୁଚିତ ହେବ। ମାନେ ଯେଉଁ ଲୋକ ଶାସନ କରୁଛନ୍ତି ଆଉ ଯେଉଁ ଲୋକ ଶାସିତ ହେଉଛନ୍ତି ତାଙ୍କ ଭିତରେ ଯେମିତି ଗ୍ୟାପ୍ ନ ରହିବ, ମାନେ ସେଇ ସଙ୍କୁଚିତ ହେବ। ଯେମିତି ମାନେ ରାଜା ପ୍ରଜା ଭିତରେ ବା ମନ୍ତ୍ରୀ ବା ସରକାର ଆଉ ଲୋକମାନଙ୍କ ଭିତରେ ଫାଙ୍କା ନ ରହିବ ବା ଗ୍ୟାପ୍ ନ ରହିବ, ଯେମିତି ସେମାନେ ଦୁଃଖ ଅସୁବିଧାଟାକୁ ଜଣେଇ ପାରିବେ।
ବୁଝିହେଲା। ତାପରେ ବିଧି ସଂଗତିଟା କ'ଣ? ଶାସନ ପ୍ରଣାଳୀରେ ସନ୍ତୁଷ୍ଟ ଜନସାଧାରଣ ଯଦି ତାହାକୁ ଉଚିତ ମନେ କରନ୍ତି ଏବଂ ତାହା ପ୍ରତି ମନସ୍ତାତ୍ତ୍ୱିକ ଓ ସ୍ୱତଃସ୍ଫୂର୍ତ୍ତ ସମର୍ଥନ ପ୍ରଦାନ କରନ୍ତି। ଯେଉଁ ଶାସନ ପ୍ରଣାଳୀରେ ସରକାର ଆମକୁ ଶାସନ କରୁଛି, ଯଦି ଜନସାଧାରଣମାନେ ତାକୁ ଉଚିତ ମନେ କରନ୍ତି ତାହେଲେ ସେଟାକୁ ସମର୍ଥନ ପ୍ରଦାନ କରନ୍ତି। ତାପରେ ଅଂଶଗ୍ରହଣ ବା ପାର୍ଟିସିପେସନ୍, ଜନସାଧାରଣଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଓ ବିଭିନ୍ନ ପରିମାତ୍ରାର ରାଜନୈତିକ ଅଂଶଗ୍ରହଣ, ମାନେ ପ୍ରତ୍ୟେକ କର୍ମରେ ସବୁ ଜନସାଧାରଣ ମାନେ କ'ଣ କରିବେ? ଅଂଶଗ୍ରହଣ କରିବେ। ବୁଝିହେଲା? ପାର୍ଟିସିପେସନ୍ ସେଇଟା କୁହାଯାଉଛି। ସଂହତି, ଅଧିକ କିମ୍ବା କମ୍ ସ୍ୱୟଂଶାସିତ ସାମାଜିକ ଗୋଷ୍ଠୀ ବା ଦଳମାନଙ୍କୁ ଏକ ସମ୍ବନ୍ଧ ରାଜନୈତିକ ସମ୍ପ୍ରଦାୟ ମଧ୍ୟରେ ଅଧିକରୁ ଅଧିକ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ଦ୍ୱାରା ଏକ ଗତିଶୀଳ ସମାଜର ଚିର ପରିବର୍ତ୍ତନଶୀଳ ପରିବେଶ ଦାବି ଓ ସମର୍ଥନ ବଳରେ ଲକ୍ଷ୍ୟ, ଯୋଜନା ଓ କାର୍ଯ୍ୟକ୍ରମର ବିବାଦ ସମାଧାନ। ସଂହତି କ'ଣ? ସମସ୍ତଙ୍କ ଭିତରେ ଗୋଟେ ପାରସ୍ପରିକ ଅନୁବନ୍ଧନ, ଗୋଟେ ଭଲ ସମ୍ପର୍କ ରହିବ, ଯାହାଫଳରେ ଗୋଟେ ଗତିଶୀଳ ସମାଜ ସବୁବେଳେ ପରିବର୍ତ୍ତନଶୀଳ ରହିବ। ଆଉ ଦାବି ଆଉ ସମର୍ଥନ ବଳରେ ସବୁ ଯୋଜନା ଓ କାର୍ଯ୍ୟକ୍ରମର ବିବାଦ ସମାଧାନ କରିବ। ଯେତିକି ସବୁ ବିବାଦ ସମସ୍ତଙ୍କ ଭିତରେ ଥିବ ସେଟାକୁ ସମାଧାନ କରାଯିବ। ତାପରେ ବିତରଣ ବା ଡିଷ୍ଟ୍ରିବ୍ୟୁସନ୍ କ'ଣ? ରାଷ୍ଟ୍ର ତାର ବିତରଣ କାର୍ଯ୍ୟ ସମ୍ପାଦନ ଦ୍ୱାରା ଜାତୀୟ ନିରାପତ୍ତା, ସାଧାରଣ ଜନମଙ୍ଗଳ ଓ ବ୍ୟକ୍ତି ସ୍ୱାଧୀନତା କେତେ ପରିମାଣରେ ହାସଲ କରିପାରିଛି। ବିତରଣ କ'ଣ? ମାନେ ରାଷ୍ଟ୍ର ତାର ବିତରଣ କାର୍ଯ୍ୟ ସମ୍ପାଦନ ଦ୍ୱାରା ଜାତୀୟ ନିରାପତ୍ତା, ମାନେ ଯେଉଁ ସେଫ୍ଟି, ମାନେ ସୁରକ୍ଷା ଆଉ ଜନମଙ୍ଗଳ, ଲୋକମାନଙ୍କର କେତେ ମଙ୍ଗଳ କରିପାରିଛି, କେତେ ପ୍ରକାର ଲୋକମାନେ କେତେ ସ୍ୱାଧୀନ ହେଇଛନ୍ତି ସେଇଟାକୁ ହାସଲ କରିପାରିଛି, ସେଇଟା ହେଉଛି ବିତରଣ। ଏଇ 6 ଗୋଟି ମାନେ କ'ଣ? ଗୋଟେ ପୂର୍ଣ୍ଣାଙ୍ଗ ଓ ସଫଳ ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ। କ'ଣ କ'ଣ? ଆଇଡେଣ୍ଟିଟି, ଲେଜିଟିମେସି, ପେନିଟ୍ରେସନ୍, ପାର୍ଟିସିପେସନ୍, ଇଣ୍ଟିଗ୍ରେସନ୍, ବିତରଣ ବା ଡିଷ୍ଟ୍ରିବ୍ୟୁସନ୍। ପରିଚୟ, ବିଧି ସଂଗତି, ଅନ୍ତଃପ୍ରବେଶ, ଅଂଶଗ୍ରହଣ, ସଂହତି ଓ ବିତରଣ। ତାପରେ ସେ ପଚାରୁଛି ରାଷ୍ଟ୍ର ନିର୍ମାଣର କାରକ ବା ଉପାଦାନ କ'ଣ? କ'ଣ କ'ଣ ତାର ଏଲିମେଣ୍ଟ ଗୁଡ଼ାକ ବା କମ୍ପୋନେଣ୍ଟ ଗୁଡ଼ାକ କ'ଣ କ'ଣ ଗୋଟେ ରାଷ୍ଟ୍ରକୁ ଗଠନ କରିବା ପାଇଁ। ତାର ଉପାଦାନ ଗୁଡ଼ିକ ହେଉଛି ଜାତୀୟ ଲକ୍ଷ୍ୟ, ଜାତୀୟ ସଂକେତ, ସୁଦକ୍ଷ ନେତୃତ୍ୱ, ଧାରାବାହିକ ଜନସମର୍ଥନ, ବ୍ୟାପକ ଲୋକଶିକ୍ଷା, ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟ, ଗଣମାଧ୍ୟମର ଗଠନମୂଳକ ଭୂମିକା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଜାତୀୟ ରାଜନୈତିକ ସଂସ୍କୃତି, ବୁଦ୍ଧିଜୀବୀମାନଙ୍କ ଭୂମି। ଏଇଗୁଡ଼ା ହେଉଛି ଗୋଟେ ରାଷ୍ଟ୍ର ନିର୍ମାଣର କାରକ ବା ଉପାଦାନ। ଜାତୀୟ ଲକ୍ଷ୍ୟ କ'ଣ? ତୁମେ ଜାଣିଥିବ, ମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇକି ଦେଶର କେମିତି ଉନ୍ନତି ହେବ, ଦେଶର କେମିତି ମାନେ ଦେଶ ଆଗେଇବ, ସମସ୍ତେ କେମିତି ଭଲରେ ରହିବେ, ସେଇଟା ହେଉଛି ଜାତୀୟ ଲକ୍ଷ୍ୟ। ସବୁ ଲୋକମାନେ କେମିତି ଭଲରେ ରହିବେ, ସର୍ବସାଧାରଣ କ'ଣ ହେବେ, ମାନେ ଗଣତନ୍ତ୍ର ଉପାୟରେ ବା ସମାଜବାଦ, ଗଣତନ୍ତ୍ର, ଧର୍ମନିରପେକ୍ଷତାବାଦକୁ ରାଷ୍ଟ୍ରର ପ୍ରମୁଖ ଲକ୍ଷ୍ୟ ବୋଲି ବଛାଇଛି ଜବାହରଲାଲ ନେହେରୁଙ୍କ ମତରେ। ତାପରେ ହେଲା ଜାତୀୟ ସଂକେତ। ଗୋଟିଏ ଦେଶର କ'ଣ କ'ଣ ସଂକେତ ରହିବ, ଯେମିତି ଆମର ଅଶୋକ ସ୍ତମ୍ଭ, ଜନଗଣ ମନ ଅଧିନାୟକ, ସଙ୍ଗୀତ, ଜାତୀୟ ସଙ୍ଗୀତ, ଯେମିତି ସବୁ ତାଙ୍କର ଜାତୀୟ ପତାକା, ଅଶୋକ ସ୍ତମ୍ଭ, ଜାତୀୟ ସଙ୍ଗୀତ, ଏଭଳି ଗୁଡ଼ାଏ ରହିବ। ଜାତୀୟ ପଶୁ, ଜାତୀୟ ପକ୍ଷୀ, ଜାତୀୟ ଫୁଲ, ଜାତୀୟ ଫଳ, ସବୁ ସେଗୁଡ଼ା ହେଉଛି ଜାତୀୟ ସଂକେତ। ଗୋଟେ ରାଷ୍ଟ୍ର ନିର୍ମାଣରେ ମାନେ ଏସବୁ ଦରକାର, ଏଇ ଉପାଦାନ। ଯେମିତି ଜାତୀୟ ପକ୍ଷୀ ମୟୂର, ଜାତୀୟ ପଶୁ ବାଘ, ଜାତୀୟ ଫଳ ଆମ୍ବ। ଭାରତର ଜାତୀୟ ଫଳ ହେଉଛି ଆମ୍ବ, ହେଲା। ଭାରତର ଜାତୀୟ ପଶୁ ହେଉଛି ବାଘ, ଜାତୀୟ ପକ୍ଷୀ ହେଉଛି ମୟୂର, ଜାତୀୟ ଫୁଲ ହେଉଛି ପଦ୍ମ। ଏଗୁଡ଼ାକ ସବୁ ଗୋଟେ ଜାତୀୟ ସଂକେତ ନିହାତି ରହିବ ଗୋଟେ ରାଷ୍ଟ୍ର ମାନେ ଉପାଦାନରେ। ତାପରେ କ'ଣ ହେଉଛି, ଆମର ଭାରତରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ରଚିତ ଜନଗଣ ମନ ଅଧିକୁ 1952 ମସିହାରେ ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରାଯାଇଥିଲା। 1952 ମସିହାରେ ତାର କ'ଣ, ଏଇ ଯେଉଁ ଜନଗଣ ମନ ଅଧି ଯେଉଁ ଜାତୀୟ ସଙ୍ଗୀତ ବୋଲି ଗ୍ରହଣ କରାଯାଇଥିଲା, ସେଟା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଲେଖିଥିଲେ। ବୁଝିହେଲା। ପିଙ୍ଗଳି ଭେଙ୍କିଆଙ୍କ ନକ୍ସାରେ ପ୍ରସ୍ତୁତ ଜାତୀୟ ପତାକା, ମାନେ ଯେଉଁ ଜାତୀୟ ପତାକା ତୁମେ ଦେଖୁଛ ତିନିଟା କଲର, ମଝିରେ ଗୋଟେ ଗୋଲେଇ ଅଛି, ଗାର ଟଣା ହେଇଛି, ଅର ଟଣା ହେଇଛି, ବୁଝିପାରୁଛ ନା? ସେଇଟା କିଏ ତିଆରି କରିଥିଲେ? ପିଙ୍ଗଳି ଭେଙ୍କୈୟା। ପରୀକ୍ଷାରେ ସବୁବେଳେ ପଡ଼ିବ। ପିଙ୍ଗଳି ଭେଙ୍କୈୟା ଜାତୀୟ ପତାକାଟା ତିଆରି କରିଥିଲେ। ସେ କେବେ କରିଥିଲେ ନା 1947 ମସିହା ଜୁଲାଇ 22 ତାରିଖରେ। ପିଲାମାନେ ପ୍ରାୟ କିଛି ପିଲା ଜାଣିନଥିବ, ତୁମେ ସବୁ ମନେ ରଖିବ, ଏଇସବୁ ପଢ଼ିକା ସର୍ଟ କୋଶ୍ଚେନ୍, ଏଟା ସବୁ ଜାଣିବା କଥା, ଜିକେ।
ତାପରେ ସୁଦକ୍ଷ ନେତୃତ୍ୱ ଗୋଟେ ମାନେ ପରିବାରର ମୁଖ୍ୟ ଯଦି ହେଡ଼ ଯେଉଁଠି ଯାହାର ମୁରବୀ ମାନେ ହେଡ଼ ଯିଏ ଠିକ୍ ମାନେ ଦୂରଦୃଷ୍ଟି ସମ୍ପନ୍ନ ନିଃସ୍ୱାର୍ଥପର ସମସ୍ତଙ୍କର ମଙ୍ଗଳ କାମନା କରୁଥିବ ତାହେଲେ ସେଇ ଦେଶ ବା ସେଇ ପରିବାର ଆଗକୁ ମାଡ଼ି ଚାଲିବ। ସେଥିପାଇଁ ଗୋଟେ ସୁଦକ୍ଷ ନେତୃତ୍ୱ ଦରକାର। ବୁଝିହେଲା। ଯେମିତି ଆମର ମାନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବଳିଷ୍ଠ ନେତୃତ୍ୱରେ ଭାରତୀୟ ରାଷ୍ଟ୍ରସଂଘରେ ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା। ଆଗରୁ କ'ଣ ଭାରତରେ ଛୋଟ ଛୋଟ ରାଜ୍ୟ ଗୁଡ଼ିକ ଥିଲା। ମନେ ରଖିଥା ଯେତେବେଳେ ଆମେ ଡିଭାଇଡେଡ଼ ୱି ଫେଲ୍ ଆମେ ଯଦି ଭାଗ ହେଇଯିବା ତାହେଲେ କ'ଣ ହାରିଯିବା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କ'ଣ କଲେ ସବୁ ରାଜ୍ୟ ଗୁଡ଼ାକୁ ମିଶେଇକି ଆମ ଗୋଟେ ଦେଶରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ବା ତ୍ୱରାନ୍ୱିତ କରିଥିଲେ। ଓଡ଼ିଶାର ବରେଣ୍ୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହାତାବ ସିଏ ଓଡ଼ିଶାରେ ମାନେ ମିଶେଇଥିଲେ ହେଉଛି ଓଡ଼ିଶା ଭିତରେ ଯେଉଁ ଜାଗା ଗୁଡ଼ା ଯେମିତି ନୀଳଗିରି ରାଜ୍ୟଟାକୁ ମିଶେଇଥିଲେ। ବୁଝିପାରୁଛ ନା। ଡକ୍ଟର ମହାତାବଙ୍କ ଉଦ୍ଦେଶ୍ୟରେ ଭାରତୀୟ ରାଷ୍ଟ୍ରସଂଘର ମିଶିଥିବା ପ୍ରଥମ ଦେଶୀୟ ରାଜ୍ୟ ଥିଲା ଓଡ଼ିଶାର ନୀଳଗିରି ରାଜ୍ୟ। ଏସବୁ ମନେ ରଖିବ ହେଲା। ଶେଷ ଦେଶୀୟ ରାଜ୍ୟ ଥିଲା ଓଡ଼ିଶାର ମୟୂରଭଞ୍ଜ। ଏଗୁଡ଼ାକ ସବୁ ମନେ ରଖିବା ଇମ୍ପୋର୍ଟାଣ୍ଟ ଅଛି। କ'ଣ ଇମ୍ପୋର୍ଟାଣ୍ଟ ଅଛି ନା ଭାରତର ରାଷ୍ଟ୍ରସଂଘରେ ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କରିଥିଲେ। ବୁଝିହେଲା। ତାପରେ ଡକ୍ଟର ମହାତାବ କ'ଣ କରିଥିଲେ ପ୍ରଥମ ଦେଶୀୟ ରାଜ୍ୟକୁ ମିଶେଇଥିଲେ ଓଡ଼ିଶାର ନୀଳଗିରି ରାଜ୍ୟ। ବୁଝିହେଲା। ସେଟାକୁ ମନେ ରଖିବ। ଶେଷ ଦେଶୀୟ ରାଜ୍ୟ ଥିଲା ମୟୂରଭଞ୍ଜ ତାକୁ ବି ମିଶେଇଥିଲେ। ନୀଳଗିରି ରାଜ୍ୟ 1947 ମସିହା ନଭେମ୍ବର 14 ତାରିଖରେ ଏବଂ ମୟୂରଭଞ୍ଜ ରାଜ୍ୟ 1949 ମସିହା ଜାନୁଆରୀ 1 ତାରିଖରେ ଓଡ଼ିଶା ପ୍ରଦେଶରେ ମିଶିଥିଲା। କ'ଣ ହେଇଥିଲା ନା ହେଉଛି ନୀଳଗିରିଟା ମିଶିଥିଲା 1947 ନଭେମ୍ବର 14, ମୟୂରଭଞ୍ଜଟା ମିଶିଥିଲା 1949 ଜାନୁଆରୀ 1। ଏଇଟାକୁ ପିଲା ମନେ ରଖିଥିବା ଏଇଟା ଜିକେ। ତାପରେ ଧାରାବାହିକ ଜନସମର୍ଥନ ଗୋଟେ ରାଷ୍ଟ୍ରର ମାନେ ଉପାଦାନ ସବୁ ଲୋକମାନେ ସମର୍ଥନ କରିବା ଦରକାର। ନହେଲେ କ'ଣ କି ଦେଶରେ ଅରାଜକତା ଦେଖାହେବ। ଜନସାଧାରଣଙ୍କ ବିଧିସଙ୍ଗତ ଶାସକ କର୍ତ୍ତୃପକ୍ଷଙ୍କୁ ଧାରାବାହିକ ସ୍ୱତଃପ୍ରବୃତ୍ତ ସମର୍ଥନ ସେମାନଙ୍କୁ ସମର୍ଥନ ଯୋଗାଇବେ। ବୁଝିହେଲା। ତାପରେ ବ୍ୟାପକ ଲୋକଶିକ୍ଷା କ'ଣ ଲୋକଶିକ୍ଷା ରହିବ ମାନେ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ପାଠ ମାଗଣା ବାଧ୍ୟତାମୂଳକ ଶିକ୍ଷା ଆଦର୍ଶ ପରମ୍ପରା ଲକ୍ଷ୍ୟ ମୂଲ୍ୟବୋଧକୁ ସଚେତନ ହେବେ ସବୁ ଲୋକ ଏସବୁ ରହିବ। ଅର୍ଥନୈତିକ ବିକାଶ ଆଉ ସାମାଜିକ ବିକାଶ ମାନେ ସବୁ ଥିଲେ ବି ଯଦି ଲୋକମାନଙ୍କ ପାଖରେ ପଇସା ନାହିଁ ଅଭାବ ରହିବ ସେମାନେ ଭୁଲ କରିବେ ବି। ତେଣୁକରି ସବୁ ଲୋକଙ୍କୁ ଅର୍ଥନୈତିକ ବିକାଶ ହେବା ଦରକାର ଯାହାଫଳରେ ସମସ୍ତେ ଖାଇବା ପିନ୍ଧିବା ନାଇବା ଖାଦ୍ୟ ବସ୍ତ୍ର ବାସଗୃହ ଭଳି ସର୍ବନିମ୍ନ ମୌଳିକ ଆବଶ୍ୟକତା ପାଇପାରିବେ। ସାମାଜିକ ରହିବା ଦରକାର। ସାମାଜିକ ନ୍ୟାୟ କ'ଣ ମାନେ ଛୁଆଁଅଛୁଆଁ ଭେଦଭାବ ରହିବନି ଜାତି ଅଜାତି ଭେଦଭାବ ରହିବନି। ତା ଫଳରେ କ'ଣ ହେବ ସମାଜଟା ଶୃଙ୍ଖଳିତ ହେବ ବହୁତ ଭଲରେ ଚାଲିବ। ତାପରେ ଗଣମାଧ୍ୟମର ଗଠନ ଭୂମିକା କ'ଣ ଗଣମାଧ୍ୟମର ଗଠନ ଭୂମିକା ହେଉଛି ତୁମେ ଜାଣିଥିବ ସମ୍ବାଦପତ୍ର ରେଡ଼ିଓ ଟେଲିଭିଜନ ପତ୍ରପତ୍ରିକା ଇଣ୍ଟରନେଟ୍ ଏଇଟା ହେଉଛି ମାନେ କ'ଣ ଗଣମାଧ୍ୟମ। ଏମାନେ କ'ଣ କରନ୍ତି ଜନଗଣଙ୍କ ଦ୍ୱାରା ଏମାନେ କ'ଣ କରନ୍ତି ସୂଚନା ଗ୍ରହଣ କରନ୍ତି ଏବଂ ଦେଖାନ୍ତି ଟିଭିରେ ରେଡ଼ିଓରେ ମାନେ ପ୍ରକାଶ କରନ୍ତି। ସେଇଟା କ'ଣ କରିବ ଯେତେ ମୁକ୍ତ ସ୍ୱାଧୀନ ରହିବ ଦାୟିତ୍ୱ ସମ୍ପନ୍ନ ରହିବ। ଗଣମାଧ୍ୟମର ଭୂମିକା ବହୁତ କିଛି ଅଛି। ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି ଭାରତରେ କୁହାଯାଏ। ବୁଝିପାରିଲ ନା। ସେଇଟା ଯଦି ରହିବ ତାହେଲେ କ'ଣ କରିବ ଠିକ୍ ତଥ୍ୟଟା ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ଭୁଲ ତଥ୍ୟ ପହଞ୍ଚିବନି। ଲୋକମାନେ ଅସଲ ଆସାମୀକୁ ଜାଣିପାରିବେ ପ୍ରକୃତ ସତ୍ୟ ଜାଣିପାରିବେ। ଗଣମାଧ୍ୟମର ଭୂମିକା ରହିଛି ରାଷ୍ଟ୍ର ନିର୍ମାଣର ଉପାଦାନ ଗୋଟେ ବଡ଼ ଉପାଦାନ। ତାପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମାନେ ଯଦି ମାନେ ଦେଶ କେତେବେଳେ ଆଗେଇବ ଯଦି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡେଭଲପମେଣ୍ଟ ହେଇଥିବ। ମାନେ ପ୍ରଯୁକ୍ତି ବିଦ୍ୟା ଯେମିତି ତୁମେ ଦେଖୁଛ ଏରୋପ୍ଲେନରେ ଯାଇପାରୁଛ ଟ୍ରେନ୍ ଏରୋପ୍ଲେନ୍ ମୋବାଇଲ ଇଣ୍ଟରନେଟ୍ ଏସବୁ ହେଉଛି ପ୍ରଯୁକ୍ତି ବିଦ୍ୟାର ଦାନ ବା ବିଜ୍ଞାନର ଅବଦାନ। ତାହା ପରମାଣୁ ଶକ୍ତି ମହାକାଶ ବିଜ୍ଞାନ ଯେଉଁ ପୃଥିବୀରୁ ବାହାରିକି ଯାଉଛନ୍ତି ଏସବୁ ଆଉ କୃଷିଟା ବି ସେମାନେ ମେସିନରେ ହେବ। ଏସବୁ ରହିଲେ କ'ଣ ହେବ ସେ ରାଷ୍ଟ୍ର ନିର୍ମାଣଟା ବହୁତ ଭଲ ହେଇପାରିବ। ତାପରେ ଜାତୀୟ ରାଜନୈତିକ ସଂସ୍କୃତି କ'ଣ ଜାତୀୟ ରାଜନୈତିକ ସଂସ୍କୃତି ନା ରାଷ୍ଟ୍ର ଭାଷା ନାଗରିକ ସଂହିତା ସାଧାରଣ ନାଗରିକ ସଂହିତା ଏକକ ନାଗରିକତା ଜାତୀୟ ରାଜନୈତିକ ଦଳମାନଙ୍କ ପ୍ରାଧାନ୍ୟ ସାଂସ୍କୃତିକ ସଂଶ୍ଳେଷଣ ଏଇ ଦିଗରେ ରହିବ। କ'ଣ ରହିବ ନା ଗୋଟେ ଦେଶରେ ଗୋଟେ ଭାଷା ରହିବ ଯେଉଁଟା ରାଷ୍ଟ୍ରଭାଷା। ଆମର ହିନ୍ଦୀ ହେଉଛି ରାଷ୍ଟ୍ରଭାଷା। ସାଧାରଣ ନାଗରିକ ୟୁନିଫର୍ମ ସିଭିଲ କୋଡ଼ କ'ଣ ସମସ୍ତଙ୍କୁ ସମାନ ଆଖିରେ ଦେଖାହେବ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯିବ। ଏକକ ନାଗରିକତା କ'ଣ ସମସ୍ତେ ଆମେ ଭାରତୀୟ
ଏଇଟା ରହିଲେ ଏଇଟା ହେଉଛି ଗୋଟେ ଜାତୀୟ ରାଜନୈତିକ ସଂସ୍କୃତିଟା ହେଉଛି ଗୋଟେ ବଡ଼ ଉପାଦାନ। ବୁଦ୍ଧିଜୀବୀମାନଙ୍କ ଭୂମିକା କ'ଣ ନା ଯେତିକି ଲୋକ ସବୁ ବୁଦ୍ଧିରେ କାମ କରନ୍ତି ଯେମିତି ଡକ୍ଟର, ଇଞ୍ଜିନିୟର, କଲେକ୍ଟର, ଲୟର, ସବୁ ଯେତିକି ବୁଦ୍ଧିଜୀବୀ ମାନେ ଯେଉଁମାନେ ବୁଦ୍ଧିକୁ ସମାଜସେବୀ, ଶିକ୍ଷକ, ଓକିଲ, ଆଡ଼ମିନିଷ୍ଟ୍ରେଟର, ଡାକ୍ତର, ଯନ୍ତ୍ରୀ, ସାମ୍ବାଦିକ, ରାଜନେତା ସମସ୍ତେ ବୁଦ୍ଧିରେ କାମ କରନ୍ତି। ସେ ବୁଦ୍ଧିଜୀବୀମାନଙ୍କର ଭୂମିକାଟା ନିହାତି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ନିର୍ମାଣରେ। କେତେ ମିନିଟ୍ ହେଇଛି? 15। ତାହେଲେ ପଢ଼ିନି ଏଇଟା। ତାପରେ ଆମେ ସେକେଣ୍ଡ ଇଏଟା ପଢ଼ିବା ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ। ମାନେ କ'ଣ କ'ଣ ଚ୍ୟାଲେଞ୍ଜ ବା କ'ଣ କ'ଣ ଅସୁବିଧା ଅଛି ରାଷ୍ଟ୍ର ନିର୍ମାଣରେ ଯାହା ଆମ ରାଷ୍ଟ୍ରକୁ ପଛକୁ ଟାଣି ଧରୁଛି। ପ୍ରଥମ ଅସୁବିଧା ହେଉଛି ଜନବିସ୍ଫୋରଣ। ହୁ ହୁ ହୋଇକି ଯେଉଁ ଜନବିସ୍ଫୋରଣ ହେଉଛି, ମାନେ ଇଣ୍ଡିଆ ହେଉଛି ଦ୍ୱିତୀୟ ବୃହତ୍ତମ ଅଛି ଜନସଂଖ୍ୟା ଦୃଷ୍ଟିରୁ, ଚାଇନା ଅଛି ପ୍ରଥମ, ଯେଉଁ 140 କୋଟିରୁ ଉର୍ଦ୍ଧ୍ୱ ଲୋକ ସଂଖ୍ୟା ହେଇଗଲେଣି। ବହୁତ ଲୋକ ହେଲେ କ'ଣ ହେବ ନା ଖାଇବା ପିଇବା ପାଇଁ ମାଡ଼ଗୋଳ ଲାଗିବେ, ଧନ ପାଇଁ, ମାନେ ସମସ୍ତଙ୍କ ଭିତରେ ଗୋଟେ ଭେଦଭାବ ସୃଷ୍ଟି ହେବ। ସେଇଟା ଗୋଟେ ମାନେ ଯେଉଁଠି ଅଳ୍ପ ଲୋକ, ଯେମିତି ଅଳ୍ପ ଲୋକ ରହିଲେ ତାଙ୍କୁ ବେଶୀ ସମ୍ବଳ ମିଳିବ ସେମାନଙ୍କୁ ଉପଯୋଗ କରିବା ପାଇଁ, ବହୁତ ଲୋକ ରହିଲେ ଭାଗ ଭାଗ ହେଇଯିବ, ଝଗଡ଼ା ଝାଣ୍ଟି ଲାଗିବେ, ଜନବିସ୍ଫୋରଣଟା ଆଉ ମୁଣ୍ଡ ପିଛା ଆୟ କମିଯିବ, ସବୁର ଅସୁବିଧା ହେବ। ସେଇଥିପାଇଁ ଏଇଟା ଗୋଟେ ହେଉଛି ରାଷ୍ଟ୍ର ନିର୍ମାଣ ପାଇଁ ଅସୁବିଧା ବା ଚ୍ୟାଲେଞ୍ଜ ବା ପ୍ରତିବନ୍ଧକ। ତୁମର ଏଇ ପଡ଼ିଥିଲା ପରୀକ୍ଷାରେ ଏଇ ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ ବା ପ୍ରତିବନ୍ଧକ, ବୁଝିପାରିଲ ନା? ସେଇଟା ଯିଏ କରିଥିବ। ତାପରେ ହେଉଛି ଅସମ ଅର୍ଥନୈତିକ ବିକାଶ। ଅସମ ଅର୍ଥନୈତିକ ବିକାଶ କ'ଣ ନା ହେଉଛି ଯଦି ଧନୀ ଦରିଦ୍ର ଭିତରେ ଅତ୍ୟଧିକ ଗ୍ୟାପ୍ ରହିବ, ମାନେ ବହୁତ ଧନୀ ଲୋକ ରହିବେ, ବହୁତ ଗରିବ ଲୋକ ରହିବେ, ତା ଫଳରେ କ'ଣ ଗୋଟେ ଭାରସାମ୍ୟ ରହିବନି ଠିକ୍ରେ। ଯେମିତି ବିହାର, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଏମାନେ ବହୁତ ଗରିବ ହେଇଯାଉଛନ୍ତି। ହେଇଗଲା ପରେ ଅନ୍ୟମାନେ ରାଜ୍ୟ ସେମାନେ ବହୁତ ଧନୀ ହେଇଯାଉଛି, ଯାହାଫଳରେ ଗୋଟେ ମାନେ ଭାରସାମ୍ୟ ରହିବନି, ସନ୍ତୁଳନ ରହିବନି, ଏମାନେ ବହୁତ ଦୁଃଖୀ ରହିବେ। ତାଙ୍କୁ ଗୋଟେ ଗ୍ୟାପ୍ଟାକୁ କମେଇ ଦିଆଯିବା ଦରକାର। ଏଗୁଡ଼ା ହେଉଛି ମାନେ ଅସୁବିଧା ବା ପ୍ରତିବନ୍ଧକ ବା ଆହ୍ୱାନ। ପରୀକ୍ଷାରେ ପଡ଼ିଥିଲା ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବନ୍ଧକ କ'ଣ, ଏଇ ଆହ୍ୱାନ ଯାହା, ପ୍ରତିବନ୍ଧକ ସେଇଆ। ତୁମେ ଯଦି ଲେଖିଥିବ ମାର୍କ ପାଇବ। ମୁଁ ବି କହିଥିଲି ସିଲେକ୍ସନ୍ ଦେଲାବେଳେ ଏଇ କୋଶ୍ଚିନ୍ଟା ପଡ଼ିବ ବୋଲି, ବୁଝିହେଲା? ତାପରେ ଦୁର୍ନୀତି କ'ଣ, ଯଦି ପ୍ରଧାନମନ୍ତ୍ରୀ ଗୋଟେ ଯୋଜନା କରିବା ପାଇଁ ଟଙ୍କା ସାଙ୍କସନ୍ କଲେ ବା ଟଙ୍କା ଦେଲେ, ତାହା ଆସିକି ଗୋଟେ ଲୋକ ପାଖରେ ପହଞ୍ଚିଲା ବେଳକୁ ପୁରା କମିଯାଉଛି, ମାନେ ଠିକ୍ରେ କାମଟା ୟୁଜ୍ କରିବେ ହେଉନି, କଣ୍ଟ୍ରାକ୍ଟର ମାନେ ରାସ୍ତା ତିଆରି ଠିକ୍ରେ କରୁନାହାନ୍ତି, ଆଉ ତେଲରେ ଭେଜାଲ ମିଶୁଛି, ସବୁ ଜିନିଷରେ ଭେଜାଲ ମିଶୁଛି, ସେଇଟା କୁହାହେଉଛି ଦୁର୍ନୀତି। ଦୁର୍ନୀତି ହେଲେ କ'ଣ, ଆମେ ପୁରା ଶୁଦ୍ଧ ଖାଣ୍ଟି ଜିନିଷ ପାଇପାରିବା ନାହିଁ, ବୁଝିହେଲା? ଦୁର୍ନୀତିଟା ଗୋଟେ ରାଷ୍ଟ୍ର ନିର୍ମାଣର ପ୍ରତିବନ୍ଧକ ବା ଆହ୍ୱାନ। ତାପରେ ହେଲା ଦାରିଦ୍ର୍ୟ ହେଉଛି କ'ଣ, ଗୋଟେ କଥାରେ ଅଛି, ଗୋଟେ ଅତି ହିଁ ଦାରୁଣ ଅଭାବର ବେଢ଼ି ମଉଳାଇ ଦିଏ ପ୍ରତିଭାର କଢ଼ି। ତୁମ ପାଖରେ ଯେତେ ପ୍ରତିଭା ଥାଉ, ତୁମେ ଯଦି ଗରିବ ହେଇକି ରହିଥିବ, ତୁମ ପାଖରେ ପଇସା ନଥିବ, ତୁମେ ଚାରିଆଡ଼କୁ ଯାଇପାରିବନି। ତୁମ ଭିତରେ ପୁଷ୍ଟିହୀନତା, ରୋଗ, ଭୋକରେ ରହିବ, ଯନ୍ତ୍ରଣା ପାଇବ। ସେଇଟା ବି ଗୋଟେ ରାଷ୍ଟ୍ର ନିର୍ମାଣର ପ୍ରତିବନ୍ଧକ ବା ଆହ୍ୱାନ। ତାପରେ ନିରକ୍ଷରତା କୁହାଯାଏ, ମାନେ କ'ଣ କହିଲ, ମାନେ ଯିଏ ପାଠ ପଢ଼ି ଶିଖିନି ସେ ହେଉଛି ଅନ୍ଧ, ଯିଏ ପଢ଼ିପାରେନି ସେ ହେଉଛି ଅନ୍ଧ। 2022 ମସିହା ସୁଦ୍ଧା 22% ଲୋକ ନିରକ୍ଷର ବା ଶିଖିନାହାନ୍ତି ବୋଲି ଆକଳନ କରାଯାଇଛି। ମାନେ 22% ଲୋକ ଏପର୍ଯ୍ୟନ୍ତ ପାଠ ପଢ଼ି ପାରୁନାହାନ୍ତି, ଲେଖି ପାରୁନାହାନ୍ତି। ଆଉ 78% ପ୍ରକୃତ ଶିକ୍ଷିତଙ୍କ ସଂଖ୍ୟା ବହୁତ କମ୍ ହେଲା। ସେଥିପାଇଁ ଶିକ୍ଷିତ ରହିବାଟା ବହୁତ ଭଲ, ନହେଲେ ତୁମେ ମୂର୍ଖ ଲୋକ ହେଇଗଲେ ସେମାନଙ୍କୁ ବୁଝେଇ ହେବନି। ସେଇଟା ଅଶିକ୍ଷା ବା ନିରକ୍ଷରତା ହେଉଛି ରାଷ୍ଟ୍ର ନିର୍ମାଣର ଗୋଟେ ବଡ଼ ପ୍ରତିବନ୍ଧକ। ତାପରେ କ'ଣ, ଅନୁଷ୍ଠାନମାନଙ୍କର ଅବକ୍ଷୟ, ଯେଉଁଟା କ'ଣ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ଅମଲାତନ୍ତ୍ର, ନିର୍ବାଚନ, ଏମାନେ ହରେଇ ବସିବେ ସେମାନଙ୍କର ମୂଲ୍ୟବୋଧକୁ। ଆଉ ଦେଶର ରାଜନୈତିକ ଅସହିଷ୍ଣୁତାକୁ ବିରୋଧୀମାନଙ୍କର ବିଭିନ୍ନ ହଇରାଣ କରିବେ। ହେଲା, ନୀତି ଆଦର୍ଶ ଅପେକ୍ଷା ବାହୁବଳ, ଅର୍ଥବଳ, ଚାଲବାଜିରେ ନିର୍ବାଚନ ଲଢ଼ା ଯାଉଛି। ଅମଲାତନ୍ତ୍ର ଢୋଲ ଭିତରେ ମୂଷା ସାଜିଛି। ଏଇଟା ହେଉଛି କ'ଣ, ଗୋଟେ ମାନେ ପ୍ରତିବନ୍ଧକ ବା ସମସ୍ୟା। ତାପରେ ହେଉଛି ସମ୍ଭ୍ରାନ୍ତ ସମାଜ ଓ ଜନଗଣଙ୍କ ମଧ୍ୟରେ ଦୂରତା। ମାନେ ସେ କହୁଛି ସମ୍ଭ୍ରାନ୍ତ ସମାଜ, କିଛି ସମାଜର ଅଳ୍ପ ମୁଷ୍ଟିମେୟ କେତେଜଣ ଲୋକ ଅଛନ୍ତି, ସେମାନେ ଧନୀ, ମାନି, ଜ୍ଞାନୀ ହେଲା। ଆଉ ହେଉଛି ଜନଗଣ ଯେଉଁ ଆଉ ରହୁଛନ୍ତି, ସେମାନେ ସେଥିରୁ କ'ଣ ସାଧାରଣ ଜନତା ଯୋଜନାର ସୁଫଳ ଓ ସରକାରୀ ସୁବିଧା ସୁଯୋଗ ଲାଭରୁ ବଞ୍ଚିତ ହେଉଛନ୍ତି। ଯେଉଁମାନେ ସମ୍ଭ୍ରାନ୍ତ ସମାଜ, ସେମାନେ ବେଶୀ ସୁବିଧା ସୁଯୋଗ ହାସଲ କରି ନେଇଯାଉଛନ୍ତି, ପାଇଯାଉଛନ୍ତି। ସେଟା ବି ଦେଶର ଉନ୍ନତିରେ ବା ଦେଶର ରାଷ୍ଟ୍ର ନିର୍ମାଣରେ ସେଇଟା ଗୋଟେ ପ୍ରତିବନ୍ଧକ।
ତାପରେ ରାଜନୈତିକ ଦଳମାନଙ୍କର ନକାରାତ୍ମକ ଭୂମିକା। ଏବେ ତ ମାନେ କ'ଣ କହିଲ 9ଟା ଜାତୀୟ ରାଜନୈତିକ ଦଳ, ଆହୁରି 20-25ଟା ଆଞ୍ଚଳିକ ରାଜନୈତିକ ଦଳ, ତାଙ୍କ ଭିତରେ କାଦୁଅ ଫିଙ୍ଗାଫିଙ୍ଗି, ଧର୍ମ, ଜାତି, ସମ୍ପ୍ରଦାୟକୁ ନେଇକି ବୈଷମ୍ୟ, ମାନେ ଦୁନିଆ ଝଗଡ଼ା ଝାଣ୍ଟି, ଦୁର୍ନୀତି, ଅନୀତି, ଅପମିଶ୍ରଣ ହେଉଛି। ସେଇଟା କ'ଣ ହେଉଛି ଦେଶର ମାନେ ପ୍ରତିବନ୍ଧକ ସୃଷ୍ଟି ରାଷ୍ଟ୍ର ନିର୍ମାଣରେ। ତାପରେ ପଏଣ୍ଟଟା ହେଉଛି କର୍ମ ସଂସ୍କୃତିର ଅଭାବ। ମାନେ ଯଦି ଲୋକ ଠିକ୍ କର୍ମ ନ ପାଇବେ, ଠିକ୍ ଲୋକ ଠିକ୍ କର୍ମ ନ ପାଇବେ, ତାହେଲେ କ'ଣ ହେବ, ଦେଶ ଆଗେଇ ପାରିବନି। ଧର ମାନେ ଶିକ୍ଷିତ ଭଲ ଲୋକମାନଙ୍କୁ କାମ ମିଳିବନି, ଚାକିରି ମିଳିବନି। ଯେଉଁ ମୂର୍ଖମାନଙ୍କୁ ଚାକିରି ମିଳିବ। ସେମାନେ ଯେଉଁ ଗୋଟେ କଥାରେ ନାହିଁ, ଛେଳିମାନଙ୍କୁ ନେଇକି ତୁମେ ବେଙ୍ଗଳା ବୁଲେଇବ। ଯେଉଁ କାମ ଘୋଡ଼ା ଆଉ ବଳଦମାନେ କରିଥାନ୍ତେ, ତାଙ୍କ କାମଟାକୁ ଛେଳିମାନଙ୍କୁ ଦେବ, ତାହେଲେ ଦେଶ ଆଗେଇବ କେମିତି? ସେପଟେ ବଳଦ ଆଉ ଘୋଡ଼ାମାନେ କାମ ନ ପାଇକି, ଖାଇବାକୁ ନ ପାଇକି ମରିଯିବେ। ଏଇ ମୂର୍ଖପଲ ଛେଳିପଲ ସିଏ ଯାଇକି କ'ଣ କରିବେ, ବେଙ୍ଗଳା ବୁଲେଇକି ଦେଶଟାକୁ ପଛକୁ ଟାଣି ଧରିବେ। ସେଇଟା କହୁଛି ମାନେ ମାନେ ପ୍ରକୃତ ଲୋକକୁ, ଠିକ୍ ଲୋକକୁ କାମ ଦେବା ଦରକାର। ପରିଶ୍ରମୀ ଲୋକ ଯଦି କାମ ପାଏ, ତାହେଲେ ଆମ ଦେଶ ଆଗେଇ ଯିବ। ଏତିକି। ଆଉ ପିଲାମାନେ କଥାଟାକୁ ଶୁଣ, ପଏଣ୍ଟ ଗୁଡ଼ାକୁ ମନେ ରଖ। ତୁମେ ବୁଝିପାରିବ। ଯେଉଁଟା ନ ବୁଝିପାରୁଛ ମୋତେ ସେଇଟା ମେସେଜ୍ କଲେ ମୁଁ ତୁମକୁ ପୁଣି ପରବର୍ତ୍ତୀ ଏପିସୋଡ଼ରେ ବା ପରବର୍ତ୍ତୀ କ୍ଲାସ୍ରେ ବୁଝେଇବି। ହଉ, ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ନୀଳମଣି ରାଉଳ। ଆଉ ତୁମେ ସବସ୍କ୍ରାଇବ୍, ସେୟାର, ଲାଇକ୍, କମେଣ୍ଟ ସବୁ କରିବ। ଯେଉଁଟା ନ ବୁଝିପାରିବ କମେଣ୍ଟ କରିବ। ହଉ, ଠିକ୍ ଅଛି।